ମହାମହିମ ରାଷ୍ଟ୍ରପତି ଆପଣ ଭାବୁଥିଲେ ଆପଣ ମାଲିକ ଆପଣ ଆରେଷ୍ଟ କରିବେ କଣ କରିବେ କରୁନାହାନ୍ତି। ଆରେ ଭାଇ କିଏ ଡରିଛି କିଏ ଡରିଛି କିଏ ଡରିଛି କିଏ ଡରିଛି କିଏ ଡରିଛି। ଅନ୍ୟାୟ କଲେ ବିରୋଧ କରିବୁ ଅନ୍ୟାୟ କଲେ ବିରୋଧ କରିବୁ ଅନ୍ୟାୟ କଲେ ବିରୋଧ କରିବୁ ଅନ୍ୟାୟ କଲେ ବିରୋଧ କରିବୁ। ଆପଣ ପଟ୍ଟା ଦେଇଥିଲେ ଆପଣ ରାସ୍ତା ଦେଇଥିଲେ ଆପଣ ଶୁଣନ୍ତୁ ନା ଆପଣ ଆପଣ ବି କୁହନ୍ତୁନି ଆପଣ କୁହନ୍ତୁନି ପଟ୍ଟା ଅଛି ସେମାନଙ୍କର ଏଭିକ୍ସନ ହବ ନାହିଁ। କୋଉମାନଙ୍କର ଯୋଉମାନଙ୍କୁ ଗଭର୍ଣ୍ଣମେଣ୍ଟ ତରଫରୁ ପଟ୍ଟା ଦିଆଯାଇଛି ଯୋଉମାନଙ୍କର ପଟ୍ଟା ନାହିଁ ଆପଣ ଜାଣିଛନ୍ତି କୋଉମାନଙ୍କର ନାହିଁ ଆମ ପାଖରେ କଣ ରେକର୍ଡ ଅଛି କଣ ରେକର୍ଡ କାହାକୁ ଦେବେ ମତେ କାହିଁକି ଦେବେ ମାନେ ମୁଁ ଭାଇସ୍ ଚେୟାରମ୍ୟାନ ମୋର ଅଧିକାର ନାହିଁ ଜାଣିବାର ମୋର ଅଧିକାର ନାହିଁ ଜାଣିବାର ମୁଁ ଭାଇସ୍ ଚେୟାରମ୍ୟାନ ମୋର ଅଧିକାର ନାହିଁ ଜାଣିବାର। ଶୁଣନ୍ତୁ ଆପଣ କାହିଁକି ଦେବେ ଯୋଉ କହିଲେ ମୁଁ ଗୋଟେ ଲୋକ ପ୍ରତିନିଧି ମୁଁ ଜାଣିବାର ଅଧିକାର ଅଛି। ଆମେ ଲୋକଙ୍କୁ ନେଇକିରି ଆପଣ ମାନଙ୍କୁ ନେଇକିରି ଅନ୍ୟାୟ ସବୁ ଜାଗାରେ ଆପଣ ଭଳିଆ ନିର୍ବାହୀ ଅଧିକାରୀ ଯୋଉ ପର୍ଯ୍ୟନ୍ତ ଢେଙ୍କାନାଳରେ ଥିବେ ଯୋଉ ପର୍ଯ୍ୟନ୍ତ ଢେଙ୍କାନାଳ ଲୋକଙ୍କୁ ଭଲ ଭଲ କରୁଥିବେ ଯୋଉ ପର୍ଯ୍ୟନ୍ତ ଢେଙ୍କାନାଳରେ ଅନ୍ୟାୟ ଅନୀତି ଦୁର୍ନୀତି କରୁଥିବେ ସେଇ ପର୍ଯ୍ୟନ୍ତ ଆମ ଭଳିଆ ଲୋକ ବିରୋଧ କରିବେ 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 ବିରୋଧ କରିବେ ବିରୋଧ କରିବୁ। ଆପଣ କୋଉଟା କୋଉ ଜାଗା କୋଉ ସରକାରୀ ଜାଗା ଆରେ ଭାଇ ଯୋଉଗୁଡା କରିବା କଥା କର ନା ଯୋଉଠି କ୍ଷମତାଶାଳୀ ଲୋକ ଯୋଉମାନେ ରଖିଛନ୍ତି ତାଙ୍କର ଯାଇକି ଉଦାହରଣ ରହିବ ହେଇଛ ଢେଙ୍କାନାଳରେ ଉଦାହରଣ ହେଇଛ ଢେଙ୍କାନାଳରେ ଉଦାହରଣ ହେଇଛ ଯେତେବେଳୁ କଲେଜଠୁ ଭାଙ୍ଗିଲ ଉଦାହରଣ ହେଇଛ ଢେଙ୍କାନାଳରେ କୋଉ ପ୍ରଭାବଶାଳୀ ଲୋକ କୋଉ ପ୍ରଭାବଶାଳୀ ଲୋକ ଅଧ୍ୟକ୍ଷଣ କରିଛ ତାହେଲେ ମୁଁ ଜାଣିବି ମୁଁ ତମ ଗାନ୍ତଳ ଗଳିଯିବି ତମେ ଭାଙ୍ଗିଦବ କୋଉ ପ୍ରଭାବଶାଳୀ ସବୁବେଳେ ଗରିବ ଲୋକଙ୍କ ଉପରେ ଚଢିଛ। ଆଉ ଯୋଉ କହୁନ ଭାଙ୍ଗିଛ ଯୋଉମାନେ ରାସ୍ତାରେ ଅଛନ୍ତି ଏପର୍ଯ୍ୟନ୍ତ ଭାଙ୍ଗି ଯାଇଛନ୍ତି କୋଉଠି ଏଭିକ୍ସନ କରିଛ ମତେ କୁହ। ସରକାରୀ ଖାତା ଭାଙ୍ଗିକିରି ସିଲ୍ କରିଦେଲ ଢେଙ୍କାନାଳ ଟାଉନଟାକୁ କଲେଜ ଭିତରୁ ପଶିଲେ ହେଲା କୋଉଠି ଯୋଉଠି ତ ପୋଲ ଅଛି ସେଇଠି ଅଛି କୋଉ ପୋଲଟା ପଳେଇଲା 6 ମାସ ହେଇଗଲା।